এটা ডালি হরড় ডালি এটা ଶାଗ ମୁଗ চিকেন ଆଠୁନା ଦେଖି এটা বয়লর না দেশি বয়লর আজ্ঞা এটা অন্ডা ଅଣ୍ଡା এগ ଏଇଟା ଏଇଟା କି ମାଛ 9 ବର୍ଷ ପାଖାପାଖି ହେଲାଣି। 9 ବର୍ଷ ହେଲା ଏଠି ଖାଇଲେଣି ଆଉ ଏବେ ଆପଣ କଣ ଖାଉଛନ୍ତି? ଏବେ ମାଛ ଭାତ ଆଉ ଚିକେନ ଝୋଳ ପିଆଜ ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କଣ ବହୁତ ବଢିଆ ହେଇଛି। ଆଉ ଭାଇଙ୍କର ସବୁଠୁ କୋଉ ଉଷୁନା ଆଇଟମ ଉଷୁନା ଭାତ ମାଛ ତରକାରୀ ସୋରିଷ ବଟା ଘରୋଇ ଖାଦ୍ୟ ଯାହା ଏ ଖାଦ୍ୟ ଘର ଖାଦ୍ୟ ଯାହା ଏଇ ଖାଇବାଟା ସେଇଆ ମସଲା ମସଲି ନାହିଁ ବହୁତ ବଢିଆ। ମେନ୍ ନମସ୍କାର ଜୟ ଜଗନ୍ନାଥ ଆପଣ ମାନେ କେମିତି ଅଛନ୍ତି ଆଶା କରୁଛି ଆପଣ ମାନେ ବହୁତ ଭଲରେ ଥିବେ ମୁଁ ବି ବହୁତ ଭଲରେ ଅଛି। ଫାଇନାଲି ମୁଁ ଏବେ ଆସି ପହଞ୍ଚିଗଲି ମଞ୍ଚେଶ୍ୱର ବ୍ଲୁହର ହସ୍ପିଟାଲ ପାଖରେ ଥିବା ସାହୁ ହୋଟେଲ ଆସି ପହଞ୍ଚିଗଲି। ଆଉ ଆପଣମାନେ ହୋଟେଲଟା ଦେଖିପାରୁଥିବେ ପୁରା ଝୁମ୍ପୁଡ଼ି ହୋଟେଲଟେ ମାନେ ଗୋଟେ ଆମ୍ବ ଗଛ ତଳେ ଗୋଟେ ଝୁମ୍ପୁଡ଼ି ହୋଟେଲ ପାଇବେ। ଆଉ ଆପଣମାନେ ଏଠି ବହୁତ ସାରା ଆଇଟମ ପାଇବେ। ଆଉ ସବୁଠୁ ଭଲ କଥା କ'ଣ ଜାଣିଛନ୍ତି ଆପଣ ଏଠି ଯାହା ଖାଇବେ ମାତ୍ର 50 ଟଙ୍କା ଯାହା ବି ଖାଆନ୍ତୁ ମାଛ ଖାଆନ୍ତୁ ସାଧା ଖାଆନ୍ତୁ ଅଣ୍ଡା ଖାଆନ୍ତୁ ଆଉ ଚିକେନଟା ହେଲା 60 ଟଙ୍କା। ଆଉ ଚାଲନ୍ତୁ ଭିତରକୁ ଯିବା ଭାଇନା ସହିତ କିଛି କଥା ହବା ଆଉ ଖାଇବାର ଟେଷ୍ଟ କେମିତି କ'ଣ ହେଇଛି ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ସବୁ କିଛି କହିବି ସବୁ କିଛି ଦେଖେଇବି। ଆପଣ ମୋ ଭିଡ଼ିଓଟା ପୁରା ଶେଷ ଯାଏ ନିହାତି ଦେଖନ୍ତୁ। ଆଉ ଆପଣମାନେ ଜାଣିଥିବେ ଯେଉଁଠି କମ୍ ପଇସାରେ ଭଲ ଖାଇବା ମୁଁ ସେଇ ଜାଗାରେ ଏକ୍ସପ୍ଲୋର କରେ କାହିଁକିନା ଏଠି ସମସ୍ତେ ଆସିକି ଖାଇପାରିବେ। ଆଉ ଚାଲନ୍ତୁ ଯିବା ଖାଇକି ଟେଷ୍ଟ କରିବା। ମୁଁ ଏବେ ଆସି ପହଞ୍ଚିଲି ସାହୁ ହୋଟେଲ। ଆଉ ଆପଣମାନେ ହୋଟେଲଟା ଦେଖିପାରୁଥିବେ ଆମ୍ବ ଗଛ ତଳେ ଗୋଟେ ଝୁମ୍ପୁଡ଼ି ହୋଟେଲ ପାଇବେ। ଆଉ ଆପଣମାନେ ଏଠି ବହୁତ ସାରା ଆଇଟମ୍ ପାଇବେ। ଚାଲନ୍ତୁ ଭିତରକୁ ଯିବା ଖାଇବାର ଟେଷ୍ଟ କେମିତି କ'ଣ ହେଇଛି ଭିଡ଼ିଓରେ କହିବି। ଆଉ ଏଇଟା କ'ଣ ଉଷୁନା ଭାତ ଏଇଟା ଉଷୁନା ଭାତ ଏଇଟା এটা ডালি হরড় ଡାଲି ଏଇଟା ଶାଗ ମୁଗ চিকেন ଆଠୁନା ଦେଖି এটা বয়লর না দেশি বয়লর ଆଜ୍ଞା ଏଇଟା অন্ডা ଅଣ୍ଡା এগ ଏଇଟା এটা କି ମାଛ পড়িব ଏଇଟା ଭଜା ଏଇଟା କ'ଣ ଶିମ୍ବ ଆଳୁ ଭଜା কিংবা আলু ভজা পাপড় ଏଇଟା ପାମ୍ପଡ଼ ରେଡି। ଭାଇ ଆପଣଙ୍କ ନାଁଟା ଟିକେ କୁହନ୍ତୁ। ମୋ ନାଁଟା ହେଲା ଜିତେନ୍ଦ୍ର ଭୋଳ। ଆଉ ଆପଣ ଏଠି କେତେ ବର୍ଷ ହେଲା ଖାଇଲେଣି? ଆରାରି 9 ବର୍ଷ ପାଖାପାଖି ହେଲାଣି। 9 ବର୍ଷ ହେଲା ଏଠି ଖାଇଲେଣି ଆଉ ଏବେ ଆପଣ କ'ଣ ଖାଉଛନ୍ତି? ଏବେ ମାଛ ଭାତ ଆଉ ଚିକେନ ଝୋଳ ପିଆଜ ଖାଇବାର ଟେଷ୍ଟ ଆପଣଙ୍କୁ କେମିତି କ'ଣ ବହୁତ ବଢିଆ ହେଇଛି। ଆଉ ଭାଇଙ୍କର ସବୁଠୁ କୋଉ ଆଇଟମ ଉଷୁନା ଭାତ ମାଛ ତରକାରୀ ସୋରିଷ ବଟା ଘରୋଇ ଖାଦ୍ୟ ଯାହା ଏ ଖାଦ୍ୟ ଘର ଖାଦ୍ୟ ଯାହା ଏଇ ଖାଇବାଟା ସେଇଆ ମସଲା ମସଲି ନାହିଁ ବହୁତ ବଢିଆ। ମେନ୍ ହେଲା ଭଲ କଥା ହେଲା ମସଲା ପତ୍ର କମ ରହିଲେ ସ୍ୱାସ୍ଥ୍ୟ ଠିକ ରହିବ ଖାଇବାଟା ବି ଭଲ ଲାଗିବ। ଆଉ ଭାଇଙ୍କର କୋଉ ଆଇଟମଟା ଆପଣଙ୍କୁ ବେଶୀ ଭଲ ଲାଗେ ଖାଇବ? ସବୁଠାରୁ ମାଛଟା ମତେ ତାଙ୍କର ଭଲ ଲାଗେ। ମାଛ ଆଉ ଘାଣ୍ଟ ମାଛ ମୁଢି ଘାଣ୍ଟ ଆଉ ଯଦି ବି ମାର୍କ ହିସାବରେ କୁହାଯାଏ 10ରୁ ଆପଣ କେତେ ମାର୍କ ଦେବେ? 10କୁ 10 ରହିବ। 10ରୁ 10 फाइनाल देखिए मोर बर्तमान खाया बर्तमान आसी उषुना भात पाइबे गोटे डाली पाइबे गोटे भजा पाइबे बीन्स आलू भजा शिम्ब आलू भजा पापड़ पाइबे और माछ पाइबे देखिए चलतु खाइबा फाइनाली फाइनाल देखिए मोर बर्तमान साहू होटेल बर्तमान खाइबा आसी उषुना भात पाइबे डाली पाइबे शिम्ब आलू भजा पाइबे पापड़ पाइबे आ माछ करी पाइबे माछर साइटा देखिए बड़ साइज पाइबे चलते खाइबा हमारा फास्ट बाइट
ଡାଲର ଟେଷ୍ଟ ବଢିଆ ଅଛି। ହେଲା ଶିମ୍ବ ଭଜା। ଆଉ ଗୋଟେ ପ୍ରକାର ପାମ୍ପଡ଼। ହୁଁ। ତାପରେ ଟ୍ରାଏ କରି ଦେଖ ଗୋଟେ ବଡ ସାଇଜର ମାଛ ପିସ୍ ଦେଇଛନ୍ତି। ସୋରିଷ ବେସର ପକେଇ ମାଛ ଗୋଟେ ଫ୍ରାଏ କରିଛନ୍ତି। ମାଛ ପିସ୍ ଦେଖିଲା ପରେ ନା ପାଟିରୁ ପାଣି ଆସିଯାଉଛି। ଭଲ ଲାଗୁଛି। ସବୁଠୁ ଭଲ କଥା କଣ ଜାଣିଛନ୍ତି? ଝିମ୍ପୁଡ଼ି ହୋଟେଲ ଆଉ ରେଷ୍ଟୁରାଣ୍ଟର ଫରକ କଣ? ରେଷ୍ଟୁରାଣ୍ଟରେ ସବୁ ପାଇବେ ସବୁ ଟେଷ୍ଟଫୁଲ୍ ଜିନିଷ ପାଇବେନି। ବାକି ଜିନିଷ ପାଇବେ। କିନ୍ତୁ ଚାଳିଆ ହୋଟେଲରେ କଣ ଜିନିଷ ଭଲ ପାଇବେ, ଟେଷ୍ଟ ଭଲ ପାଇବେ। ଆମର ଆଉ ଗୋଟେ ମିଲ୍ ଅର୍ଡର କରିଛେ, ଗୋଟେ ଚିକେନ ମିଲ୍, ଗୋଟେ ମାଛ ମିଲ୍। ମାଛ ମିଲ୍ ମୁଁ ଖାଇବି। ଚିକେନ ମିଲ୍ ଆମର ସାନ ଭାଇ ଗୋଟେ ଦାସ, ସିଏ ଖାଇବେ। ତଳେ ମତେ ଭାତ ଗୁଣ୍ଡ ଦେବେ। ମାନେ ମାଛ ମିଲ୍ କେତେ ଟଙ୍କା ପ୍ରାଇସ୍? सब 50। ଧର ଗୋଟେ ଲୋକ 50 ଟଙ୍କା ଦେଇକି ମାଛ ମିଲ୍ ଖାଇବ, ସେ ପଛରେ ଭାତ ନବ କି ଡାଲି ନବ, ଚାର୍ଜେସ୍ ଲାଗିବ କି? ସରି, ମୁଁ ମାଛ ମିଲ୍ 60 କହିଦେଇଥିଲି, କିନ୍ତୁ ମାଛ ମିଲ୍ 50 ଟଙ୍କା। ଆପଣମାନେ ମାଛ ମିଲ୍ ଖାଇବେ 50 ଟଙ୍କା ଦେଇକି, ପଛରେ ଭାତ ହଉ, ଡାଲି ହଉ, ଭଜା ହଉ, ଆଉ ଚାର୍ଜେସ୍ ଲାଗିବନି। ସେକେଣ୍ଡ ଥର ଆଉ ଚାର୍ଜେସ୍ ଲାଗିବନି। ଏଇଟା ହେଲା ଭଲ କଥା ହେଲା ଏଇଟା। ଆଉ ଆପଣମାନେ ରେଷ୍ଟୁରାଣ୍ଟରେ ଖାଇବେ, ସାଧା ମିଲ୍ ଖାଇବେ 100 ଟଙ୍କା ଦେଇକି, ପଛରେ ଯଦି ନେବେ, ଯଦି ଡାଲି ନେବେ କି ଭଜା ନେବେ, ଚାର୍ଜେସ୍ ଲାଗିବ ରେଷ୍ଟୁରାଣ୍ଟରେ। କିନ୍ତୁ ଛୋଟିଆ ହୋଟେଲ, ଚାଳିଆ ହୋଟେଲ, ଚାର୍ଜେସ୍ ଲାଗିବନି। ଆଉ 50 ଟଙ୍କାରେ ଆପଣ ଯାହା ଖାଇବେ 50। ବହୁତ ଭଲ କଥା ହେଲା। କହିବାକୁ ଗଲେ 50 ଟଙ୍କାରେ ଅନଲିମିଟେଡ୍ ଖାଇବା। ୟାଠୁ ଶସ୍ତା, ୟାଠୁ ସୁବିଧା ଆଉ କୋଉଠି ପାଇବେ? ନା ଆମ୍ବୁଲ କରୁଛି, ହାଲକା ଟିକେ ଖଟା ଲାଗୁଛି। ଆଉ ଗୋଟେ ଆମ୍ବୁଲ ଦବ ଟିକେ ଆମ୍ବୁଲ। मेल डालना। ଆମକୁ ଦେଇଦିଅନ୍ତୁ, ଚିକେନ ଟା ଦେଇଦିଅନ୍ତୁ, ଖାଇବାକୁ ଦେଇଦିଅନ୍ତୁ ଚିକେନ। ସିଏ ବଳି ମତେ କଣ ଚିକେନ ଟା ମୁଁ ସେତେବେଳେ ଆଇଲି। ମୋର ଖାଇବା ଶେଷ ହେଇ ବସିଲାଣି, କିନ୍ତୁ ଦାସ ବାବୁର ଖାଇବା ଆସିନି।
ଯେହେତୁ ତାଙ୍କର ଚିକେନ ନଥିଲା ସୋମବାର ସକାଶେ ସୋମବାର ଏଠି ମାନେ ରବିବାର ବୁଧବାର ଶୁକ୍ରବାର ଟିକେ ଥିଲେ ନା ନା এটা শুক্রবার সে আমিষ মানে ଲୋକଙ୍କର ବେଶୀ ମାନେ ଇଏ କରୁଛନ୍ତି ହ୍ୟାଲୋ এটা ହଉଛି ସୋମବାର ଆରେ ମୁଁ ପହଞ୍ଚିକି ଖାଉଛି ଚିକେନ ସେଠି ପ୍ରିପାରେସନ ହଉଛି ଏଇ ଜାଗାକୁ ଆସୁଛି ତ ନୂଆ କାଉଣ୍ଟରକୁ ଆସୁଛି ଲେଟ୍ ହେଲାଣି ମୋ ଖାଇବା ଶେଷ ହେଲାଣି କିନ୍ତୁ ଦାସର ଆସିଛି ପିଲାମାନେ ସବୁ ପଚାଶ ଉଡ଼େଇବାକୁ ଯାଇଥିଲେ ଆଇଲା ପରେ ଭାତ ଆଉ ମାଛ ଚିଣିବୁ ବୁଝିବି କାଲି ଚାରି ବାଇକ ଲାଗିଯିବ ଦେଖୁ ମାଛ ଝୋଳ ଟିକେ ହାଲକା ଦେବେ ସେଥିରେ ଭାଇ ମାଛ ଯୋଉ ସୋରିଷ ବେସର ପକେଇଛନ୍ତି ବହୁତ ବଢିଆ ଲାଗୁଛି ଭାତ ସଇଲାଣି ମତେ ମାଛ ବେସର ଏତେ ସୁନ୍ଦର ଲାଗୁଛି ହାଲକା ମତେ ଦରକାର ଟିକେ ପିଇବି ଖାଲି ପାଟିରେ ଆମକୁ ରଖନ୍ତି କଣ ସୁଟିଂରେ ଇଏ ଭାଇ ଅଛନ୍ତି ଏ ଆଜି ଆଜି ଆସନ୍ତୁ କମ୍ ଦିଅନ୍ତୁ ପୁରା କମ୍ ଦିଅନ୍ତୁ ଥାଉ ଥାଉ ସତରେ ଭାଇ ପୁରା ବୋବାଲ ଲାଗୁଛି ଖୋର୍ଦ୍ଧା ଦେଖିପାରୁଥିବେ ମାଛ ଝୋଳ ଭାତଟା କିନ୍ତୁ ଟେଷ୍ଟ ଅଛି ମାଛ ଝୋଳଟା ଏଥିପାଇଁ ଟେଷ୍ଟ ଲାଗୁଛି ସୋରିଷ ବେସର ପଡିଛି ଆଉ ହେଲା ଫାଷ୍ଟ କଥା ହେଲା ସୋରିଷ ବେସର ତା ସହିତ ଆମ୍ବୁଲ ପଡୁଛି ଭାଇ ଟେଷ୍ଟ କଥା କ'ଣ କହିବି ଏଠାରେ ଖାଇବା ବର୍ତ୍ତମାନ ଶେଷ ହେଇଛି ପତ୍ର ଖାଲି ମାଛ ବିନା ବି ଖାଲି ମୁଁ ଆପଣମାନଙ୍କୁ କିଛି କହିବାକୁ ଚାହୁଁଛି ଖାଇବା ଶେଷ ହେଇଛି ମୁଁ ଆପଣମାନଙ୍କୁ କିଛି କହିବାକୁ ଚାହୁଁଛି ଖାଇବା ଭଲ ହଉ କି ଖରାପ ହଉ ଖାଇବା କୋଉଠି ବି ନଷ୍ଟ କରନ୍ତୁନି ସରିଗଲା ଆପଣମାନେ ନେକ୍ସଟ ଟାଇମ୍ ଆଣିକି ଖାଇପାରିବେ ଆଣିକି କୌଣସି ପ୍ରକାର ନଷ୍ଟ କରନ୍ତୁନି ମୁଁ ଆପଣମାନଙ୍କୁ ସବୁ ଭିଡ଼ିଓରେ କହୁଛି ସବୁ ଭିଡ଼ିଓରେ ବି ଆପଣମାନଙ୍କୁ ବି କହୁଥିବି ଖାଇବା କୋଉଠି ବି ନଷ୍ଟ କରନ୍ତୁନି ଏଇଟା ମୋ ତରଫରୁ ଏଇଟା ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି ମୋର ବର୍ତ୍ତମାନ ସାଉ ହୋଟେଲରେ ଖାଇବା ହେଇଯାଇଛି କମ୍ପ୍ଲିଟ୍ ମୁଁ ଅର୍ଡର କରିଥିଲି ଗୋଟେ ମାଛ ମିଲ୍ ତାର ପ୍ରାଇସ୍ ମାତ୍ର 50 ଟଙ୍କା 50 ଟଙ୍କାରେ ଆପଣମାନେ ଗୋଟେ ଉଷୁନା ଭାତ ପାଇବେ ଡାଲି ପାଇବେ ଆଉ ଭଜା ପାଇବେ ଆଉ ପାମ୍ପଡ଼ ପାଇବେ ମାଛ ପାଇବେ ଭାତ ଡାଲି ପାମ୍ପଡ଼ ଭଜା ମାଛ 5 ପ୍ରକାର ଆଇଟମ୍ ପାଇବେ 50 ଟଙ୍କାରେ ମାଛ ସହିତ 5 ପ୍ରକାର ଆଇଟମ୍ ପାଇବେ ଆଉ ଗୋଟେ ଚିକେନ ମିଲ୍ ଅର୍ଡର କରିଥିଲି ସେଇ 5 ସାଇଡ୍ ଆଇଟମ୍ 5 ପ୍ରକାର ରହିବ ଆଉ ଚିକେନ ରହିବ ଚିକେନର ପ୍ରାଇସ୍ ମାତ୍ର 60 ଟଙ୍କା ମାଛର ପ୍ରାଇସ୍ ମାତ୍ର 50 ଟଙ୍କା ଆଉ ସତରେ ଖାଇବାର ଟେଷ୍ଟ ମୋତେ ବହୁତ ବଢ଼ିଆ ଲାଗିଲା 50 ଟଙ୍କାରେ ଆପଣମାନେ ଅନଲିମିଟେଡ୍ ଖାଇପାରିବେ ଯାହା ଖାଇବେ ଯେତେ ଖାଇବେ ମାତ୍ର 50 ଟଙ୍କା ଆପଣଙ୍କୁ ଦେବାକୁ ପଡ଼ିବ ଆଉ ସତରେ ଖାଇବା ଟେଷ୍ଟ ମୋତେ ବହୁତ ବଢ଼ିଆ ଲାଗିଲା ଆଉ ଯଦି ବି ମାର୍କ ହିସାବରେ କୁହାଯିବ ମୁଁ 10ରୁ ମୁଁ 9 ଦେବି କାହିଁକିନା 50 ଟଙ୍କାରେ ଅନଲିମିଟେଡ୍ ଯେତେ ଖାଇପାରିବେ ଆଉ ସବୁଠୁ ଭଲ କଥା କ'ଣ ଜାଣିଛନ୍ତି ଯାହା ଖାଇବେ ଯେତେ ଖାଇବେ ମାନେ ଅନଲିମିଟେଡ୍ ଖାଇପାରିବେ ମାତ୍ର 50 ଟଙ୍କାରେ ଆପଣମାନେ ଯେତେ ଖାଇପାରିବେ ବହୁତ ବଢ଼ିଆ କମ୍ ପଇସାରେ ଭଲ ଖାଇବା ଯୋଉଠି ଓଡ଼ିଆ ଟଙ୍କା ବିଜୟ ହେଲା ସେଇଠି ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା ଯଦି ବି ଭଲ ଲାଗିଥିବ ଚ୍ୟାନେଲକୁ ଲାଇକ୍ କରନ୍ତୁ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ କମେଣ୍ଟ କରନ୍ତୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ କାହିଁକିନା ଆପଣଙ୍କ ଭଲ ପାଇବା ଆଉ ସପୋର୍ଟ ମୋତେ ନିହାତି ଦରକାର ଆଉ କାହିଁକିନା ଆପଣମାନେ ମୋତେ ପୂର୍ବ ଭିଡ଼ିଓରେ ବହୁତ ସାରା ଭଲ ପାଇ ଦେଇଥିଲେ ବହୁତ ସାରା ସପୋର୍ଟ ମଧ୍ୟ କରିଥିଲେ ସବୁ ଭିଡ଼ିଓରେ ଏଇଭଳିଆ ଭଲ ପାଇ ଦିଅନ୍ତୁ ଏଇଭଳିଆ ସପୋର୍ଟ ମଧ୍ୟ କରନ୍ତୁ ଆଉ ମୋତେ ୟୁଟ୍ୟୁବରେ ଯେତିକି ଭଲ ପାଇ ଦେଉଛନ୍ତି ନା ମୋତେ ଫେସବୁକରେ ସେତିକି ଭଲ ପାଇ ଦିଅନ୍ତୁ ସେତିକି ମଧ୍ୟ ସପୋର୍ଟ ମଧ୍ୟ କରନ୍ତୁ ଆଉ ଇନଷ୍ଟାଗ୍ରାମରେ ମୋତେ ସେତିକି ଭଲ ପାଇ ଦିଅନ୍ତୁ ସେତିକି ମଧ୍ୟ ସପୋର୍ଟ ମଧ୍ୟ କରନ୍ତୁ ଆଉ ଆପଣମାନେ ଗଛ ଲଗାନ୍ତୁ ପରିବେଶ ସୁରକ୍ଷିତ ରଖନ୍ତୁ ଦୁନିଆ ବଞ୍ଚାନ୍ତୁ ଆଉ ଆପଣମାନେ ସୁସ୍ଥ ରୁହନ୍ତୁ ଫିଟ୍ ରୁହନ୍ତୁ ବିନ୍ଦାସ ରୁହନ୍ତୁ ରହିଲି ଜୟ ଜଗନ୍ନାଥ ଦେଖା ହେବା ନେକ୍ସଟ ଭିଡ଼ିଓରେ ଲୋକେସନ୍ କହୁଛି ଦେଖିପାରୁଥିବେ এই যা রাস্তা হল এটা হল মঞ্চেশ্বর স্টেশন এটা মঞ্চেশ্বর স্টেশন যা রাস্তা এটা হল রসুলগড় রসুলগড় আপন মানে আসবে টর্নিং কি আসে ডান সাইড এটা হল ব্লু হিয়ার হসপিটাল
ଲୁଅର ହସ୍ପିଟାଲ ଗଲେ ଗୋଟେ ଟିକେ ରାଇଟ୍ ସାଇଡ୍ କଟିକି ଏଇ ଟର୍ଣ୍ଣିଂରେ ଯାଇ ଲୁଅର ହସ୍ପିଟାଲ ଡାହାଣ ସାଇଡ୍ରେ କିନ୍ତୁ ଅପୋଜିଟ୍ ହୋଟେଲଟା ଅପୋଜିଟ୍ ସାଇଡ୍ରେ ପଡ଼ିବ ସାହୁ ହୋଟେଲ। ଆଉ ଡେସ୍କ୍ରିପସନ୍ରେ ଗୁଗୁଲ୍ ଲିଙ୍କ୍ ଅଛି, ଆପଣମାନେ ଦେଖିକି ଆସିପାରିବେ।